ଜାତିର ମଙ୍ଗଳ ପାଇଁ ଯିଏ ଉତ୍ସର୍ଜିତ ତାଙ୍କଠାରୁ ବଡ଼ ଦାତା କେହି ନାହିଁ। ବହୁଦିନ ତଳର କଥା, ଜଣେ ରାଜା ଲୋକ ଚରିତ୍ର ପରୀକ୍ଷା କରିବା ଲାଗି ବାହାରିଲେ। ସର୍ବଦା ଲୋକେ ଆତଯାତ ହେଉଥିବା ଏକ ଅପ୍ରଶସ୍ତ ରାସ୍ତା ମଝିରେ ଗାତଟିଏ ଖୋଳି ତା ଭିତରେ ସୁବର୍ଣ୍ଣ ମୋହର ପୂର୍ଣ୍ଣ ଥଳିଟିଏ ରଖିଦେଲେ। ଗାତଟିକୁ ଗୋଟିଏ ପଥର ଦ୍ୱାରା ଘୋଡ଼ାଇ କିଛି ଦୂରରେ ଲୁଚି ବସି ନିରୀକ୍ଷଣ କଲେ। ପ୍ରଥମେ ପହଞ୍ଚିଲା ଜଣେ ଚଷା। ପଥରକୁ ରାସ୍ତା ମଝିରେ ଦେଖି ସେ କହିଲା, ଲୋକେ ଆଜିକାଲି କେବଳ ନିଜ କଥା ଭାବୁଛନ୍ତି, ବଡ଼ ଅଳସୁଆ ହୋଇଗଲେଣି। କେବେଠାରୁ କିଏ ଜାଣେ ପଥରଟି ଏଠି ପଡ଼ିଛି। ଏବଂ ଏତିକି କହି ସେ ନିଜ ବାଟରେ ଚାଲିଗଲା। ତାହାପରେ ପହଞ୍ଚିଲା ଜଣେ କଟୁଆଳ। ସେ ଛୁଟି ପଡ଼ୁ ପଡ଼ୁ ଅଳ୍ପରେ ବର୍ତ୍ତିଲା। ତେବେ ପଥରଟିକୁ ନ ଘୁଞ୍ଚାଇ ଲୋକେ ବେଖାତିର ହୋଇଗଲେଣି କହି ଗାଳି ଦେଇ ଦେଇ ସେ ଚାଲିଗଲା। ତାପରେ ପରେ ଜଣେ ଗଉଡ଼ୁଣୀ ଝୁଣ୍ଟିବାରୁ କ୍ଷୀରତକ ଢାଳିଗଲା। ତଥାପି ସେ ପଥରକୁ ହଟାଇଲା ନାହିଁ। ଲୋକଙ୍କର ବିଚାର ବୁଦ୍ଧି ଲୋପ ପାଇଗଲାଣି। ରାସ୍ତା ମଝିରେ ପଥର ରଖିଛନ୍ତି କହି ସେ ପ୍ରସ୍ଥାନ କଲା। ତାପରେ ଜଣେ ବେପାରୀ ପଥରଟିକୁ ଦେଖିଲା। ସେ ବି ଘୁଞ୍ଚାଇବାର ପ୍ରଯତ୍ନ କଲା ନାହିଁ। ଲୋକମାନେ ଅପଦାର୍ଥ ହୋଇଗଲେଣି ମନ୍ତବ୍ୟ ଦେଇ ସେ ନିଜ ବାଟ ଧରିଲା। ଶେଷରେ ପହଞ୍ଚିଲେ ସତ୍ୟ ଗୁରୁକୁଳ ଛାଡ଼ିଥିବା ଜଣେ ଛାତ୍ର। ସେ ପଥରଟିକୁ ଦେଖିଲେ ଗୁରୁବଚନ ତାଙ୍କର ମନେ ପଡ଼ିଗଲା। ପ୍ରଥମେ ନିଜ ପ୍ରତି ଥିବା କର୍ତ୍ତବ୍ୟ ପାଳନ କର, ତାହାଠାରୁ ଉପରେ ପରିବାର, ତାହାପରେ ସମାଜ, ତାହାପରେ ରାଷ୍ଟ୍ର, ଆଉ ସବୁଠାରୁ ଉର୍ଦ୍ଧ୍ୱରେ ମାନବ ଜାତି। ମାନବ ଜାତି ପ୍ରତି ଉଦ୍ଦିଷ୍ଟ କର୍ତ୍ତବ୍ୟ ପାଳନ ଠାରୁ ବଡ଼ କିଛି ନୁହେଁ। ସବୁଠାରୁ ବଡ଼ ଦାତା ସେ ଯିଏ ମାନବ ଜାତି ପାଇଁ କାର୍ଯ୍ୟ କରେ। ଛାତ୍ର ପଥରଟିକୁ ହଟାଇ ସୁବର୍ଣ୍ଣ ମୋହର ଗୁଡ଼ିକ ପାଇଲେ। ସେତକ ଧରି ସେ ରାଜାଙ୍କୁ ସାକ୍ଷାତ କରିବାକୁ ବାହାରିଲେ। ରାଜା ପୂର୍ବରୁ ପ୍ରାସାଦରେ ପହଞ୍ଚି ସାରିଥିଲେ। ସୁବର୍ଣ୍ଣ ମୋହର ଗୁଡ଼ିକୁ ଜନସେବାରେ ଲଗାଇବା ନିମନ୍ତେ ରାଜାଙ୍କୁ ଅନୁରୋଧ କରି ସେ ଯିବାକୁ ବାହାରିଲେ। ରାଜା ତାଙ୍କୁ ଯିବାକୁ ନ ଦେଇ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କଲେ। ଆଉ ତାଙ୍କ ଉଦ୍ୟମରେ ରାଜ୍ୟବାସୀ ଅନ୍ୟର ଉପକାର ପାଇଁ ନିଜକୁ ସମର୍ପିତ କରିବା ଶିକ୍ଷା ଲାଭ କଲେ। କ୍ରମେ ରାଜ୍ୟଟି ରାମ ରାଜ୍ୟରେ ପରିଣତ ହେଲା।